କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ତଥା ବର୍ତ୍ତମାନର ଖାଦ୍ୟ ତଥା ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଭାବେ ଥିବା ବରିଷ୍ଠ ବିଜେପି ନେତା ପ୍ରହଲ୍ଲାଦ ଯୋଶୀଙ୍କୁ ବର୍ତ୍ତମାନ ଅତିରିକ୍ତ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି। ମହାମହିମା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମାନ୍ୟବର ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବା ସହିତ ବର୍ତ୍ତମାନର ଶକ୍ତିମନ୍ତ୍ରୀ ତଥା ଖାଉଟି ଯୋଗାଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଅତିରିକ୍ତ ଭାବେ ଦିଆଯାଇଥିବା ଶିକ୍ଷା ମନ୍ତ୍ରଣାଳୟର ସ୍ୱୀକୃତି ମଧ୍ୟ ପ୍ରଦାନ କରିଛନ୍ତି। ଯେଉଁ କଥାକୁ ନେଇ ଭାରତୀୟମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା କି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଭାରତୀୟ ଶିକ୍ଷା ମନ୍ତ୍ରଣାଳୟର ମଙ୍ଗ କିଏ ଧରିବେ, ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବର୍ତ୍ତମାନ ବରିଷ୍ଠ କର୍ଣ୍ଣାଟକର ବିଜେପି ନେତା ପ୍ରହଲ୍ଲାଦ ଯୋଶୀଙ୍କୁ କେନ୍ଦ୍ର ମନ୍ତ୍ରଣାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି। ପୂର୍ବରୁ ସେ ଅତିରିକ୍ତ ଭାବେ ଶକ୍ତିମନ୍ତ୍ରୀ ତଥା ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ତୁଲାଇ ଆସୁଥିଲେ। ବର୍ତ୍ତମାନ ତାଙ୍କୁ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରାଯାଇଛି। ବର୍ତ୍ତମାନ ଯେପର୍ଯ୍ୟନ୍ତ ନୂତନ ଶିକ୍ଷାମନ୍ତ୍ରୀ ନିଯୁକ୍ତି ହୋଇନାହାନ୍ତି ସେ ଯାବତ୍ ସେ ଅତିରିକ୍ତ ଭାବେ ଶିକ୍ଷା ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।